ଦେଖୁଥିବେ ଆମ ପାଖରେ ଅଛି ଭିଭୋ V70 ଆଉ ଭିଭୋ V70 ଆଜି ଯୋଉ ଫାଷ୍ଟ ଡେ ସେଲ ରେ ବହୁତ ସାରା କଷ୍ଟମର ଆସିଲେଣି ଯୋଉମାନେ ପ୍ରି ବୁକିଂ କରିଥିଲେ ଆଉ ଯୋଉମାନେ ଫାଷ୍ଟ ଡେ ଆଜି ନେଇଛନ୍ତି। ଦେଖୁଥିବେ ତାଙ୍କ ଭିତରୁ ସାର୍ ବି ଆସିକି ଅଛନ୍ତି। ସାର୍ ଆଜି ନେଇଛନ୍ତି ଭିଭୋ V70 ଫାଷ୍ଟ ଡେ ସେଲ ରେ। ଆଜି ସାର୍ କୁ କିଛି ପଚାରିବା। ସାର୍ ଆଜି ଆପଣ ଫାଷ୍ଟ ଡେ ସେଲ ରେ ନେଲେ ତ? ଆଜ୍ଞା ଫାଷ୍ଟ ଡେ ସେଲ ରେ। ଭିଭୋର ଏତେ ଫୋନ ଅଛି ଆପଣ କାଇଁ V70 ନେଲେ? ଫାଷ୍ଟ ଅଫ୍ ଅଲ୍ ମୁଁ ତ ଭିଭୋର ବହୁତ ରେଗୁଲାର କଷ୍ଟମର। ଭିଭୋର ବହୁତ ଗୁଡା ସିରିଜ ବି ମାନେ ମୁଁ ୟୁଜ କରିଛି। ତା ଦେହରେ X90 ଥିଲା ମୋର ଫାଷ୍ଟ, ତାପରେ 3-4ଟା ସିରିଜ ନେଇଥିଲି। ଯେତେବେଳେ V70 ଦେଖିଲି ବହୁତ କିଛି ଫିଚର୍ସ ଭଲ ଫିଚର୍ସ ଅଛି। ତା ଦେହରେ AI କୋଲାବୋରେସନ ଟା ବହୁତ ଭଲ କାମ କରୁଛି, ଯୋଉଟା କି କ୍ୟାମେରା ପାଇଁ ଆଜିକାଲି ଯୋଉ ଜେନେରେସନ ଚାଲିଛି ସବୁଠୁ ମେନ୍ ଜିନିଷ ହେଲା କ୍ୟାମେରା। ଆଉ ଫାଷ୍ଟ ଟାଇମ ଦେଖିଲି ଆଇଫୋନ କୁ ଗୋଟେ ଟକ୍କର ଦେଲା ଭଳିଆ କ୍ୟାମେରା ଆସିଛି। ଆଉ ସେଇଥିପାଇଁ ତାପରେ ୟାର ଯୋଉ ନୂଆ ଭର୍ସନ ଅଛି ସେଇଟା ବି ଟିକେ ଭଲ ଲାଗୁଛି ତାର ପ୍ରୋସେସର ୟୁଜ କରିବାକୁ। ତ ସେଇ ହିସାବରେ ଗୋଟେ ନେଇଛି। ଆଉ ଭଲ ଲାଗୁଛି, ଫିଡବ୍ୟାକ୍ ବି ଭଲ ଲାଗୁଛି ଫୋନ ଦେଖିକି। ତାପରେ ୟୁଜ କଲେ ଜଣା ପଡିବ ଆଉ। ସାର୍ ଷ୍ଟୋର ତ ଏତେ ସାରା ଷ୍ଟୋର ଅଛି, କିନ୍ତୁ ଆପଣ ଫାଷ୍ଟ ଡେ ସେଲ୍ ଆଜି ଭିଭୋ V70 ର ମୋବାଇଲ ମାନିଆ ଷ୍ଟୋର କାଇଁ ପଡୁଛନ୍ତି? ମୋବାଇଲ ମାନିଆ ଫାଷ୍ଟ ଅଫ୍ ଅଲ୍ ଗୋଟେ ଟ୍ରଷ୍ଟ। ଆପଣ ଯେତେବେଳେ କୋଉ ଇଲେକ୍ଟ୍ରୋନିକ ଜିନିଷ କିଣୁଛନ୍ତି ଫାଷ୍ଟ ଅଫ୍ ଅଲ୍ ଯୋଉଠି ଟ୍ରଷ୍ଟ ଅଛି ସେ ଦୋକାନକୁ ଯାଆନ୍ତୁ। ଏହାରୁ ସେଆଡୁ ଜାଗାକୁ ଯାଇ ସ୍କିମ ରେ ବହୁତ ଲୋକ ବହୁତ ଜିନିଷ ବହୁତ କଥା କହିବେ, ଫୋପାଡ଼ି ଦଉଛନ୍ତି, କଚି ଦଉଛନ୍ତି, ଏଇଟା ଆମର ଫ୍ରି 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 ଏସା ଫ୍ରି ତେସା ଫ୍ରି। କିନ୍ତୁ ସେସବୁରେ ଯାଆନ୍ତୁନି, ପରଫେକ୍ଟ ଜାଗାକୁ ଆସନ୍ତୁ। ଟ୍ରଷ୍ଟ ଯୋଉଠି ଅଛି ସେଠି ନିଅନ୍ତୁ। ମୁଁ ଏ ଦୋକାନରେ ମୁଁ ଆଜିକି ହେଇଗଲାଣି 7-8 ବର୍ଷର ରେଗୁଲାର କଷ୍ଟମର। ତେଣୁ ମୁଁ ଜାଣିଛି ତାଙ୍କର ବିହେଭ କେମିତି, ଡିସକାଉଣ୍ଟ କେମିତି, ଆଉ ମାର୍କେଟରୁ ସବୁବେଳେ ଭଲ ରେଟରେ ମୁଁ ପାଇ ଆସିଛି। ଆଉ ଅନଲାଇନ ରେଟରୁ ବି ମୁଁ ପ୍ରାୟ ଏଇ କମ ରେଟରେ ପାଇ ଆସିଛି। ଆଉ ମୁଁ ବହୁତ ଜଣଙ୍କୁ ରେଫର ବି କରିଛି। এই ଭିଡିଓରେ ଯଦି ସେମାନେ ବି ମତେ ଦେଖୁଥିବେ ସେମାନେ ବି ଜାଣିଥିବେ ସେମାନେ ଏଠି ବେନିଫିଟ ପାଇଛନ୍ତି ନା ନାଇଁ। କୋଉଠୁ ଆସିଥିଲେ ସାର୍ ଆପଣ ଟିକେ ମୁଁ କହିବେ? ଗଙ୍ଗା ମନ୍ଦିରରୁ ଆସିଥିଲି। ଏଇ ଆମ ଗଙ୍ଗା ମନ୍ଦିରରୁ ଆସିଛନ୍ତି, କିନ୍ତୁ ଖୁସି ଲାଗିଲା ସାର୍ ଆମ ସହିତ 7-8 ବର୍ଷ ହେଲାଣି ମୋବାଇଲ ମ୍ୟାନ ସହିତ ଯୋଡି ହେଇଛନ୍ତି। ଆପଣ ମାନେ ବି ଆସନ୍ତୁ, ଏମିତି ଭିଜିଟ କରନ୍ତୁ ଆଉ ଫାଷ୍ଟ ଡେ ସେଲ ନିଅନ୍ତୁ ଆଉ ଭରପୁର ମଜା କରନ୍ତୁ। ଜୟ ଜଗନ୍ନାଥ।